ସାବିତ୍ରୀ ଅମାବାସ୍ୟା, ଯାହାକି ଗୋଟେ ସଧବା ନାରୀ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ପର୍ବଟିଏ। ଯେଉଁ ପର୍ବରେ ବ୍ରତ ରଖି ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରନ୍ତି ପ୍ରତ୍ୟେକ ବିବାହିତ ମହିଳା। ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥାଟିଏ କହିବୁ। ସାବିତ୍ରୀ ଅମାବାସ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ ଅଟେ, ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ। ନାରୀମାନେ ଯଦି ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ କିଛି ଏପରି କାର୍ଯ୍ୟ କରନ୍ତି ଯାହାଦ୍ୱାରା କି ତାଙ୍କ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ, ସେହି କାର୍ଯ୍ୟ ସବୁ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଆପଣମାନେ ଜାଣିପାରିବେ ଯେ ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ କେଉଁ କାର୍ଯ୍ୟ କରିଲେ ନିଜ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ। ମା ସତୀ ସାବିତ୍ରୀ ସେତେବେଳେ ସତୀଙ୍କର ଆଖ୍ୟା ପାଇଥିଲେ ଯେତେବେଳେ ନିଜ ସ୍ୱାମୀଙ୍କର ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। କେତେ ଯେ କଠୋର ପରୀକ୍ଷା ଦେବାକୁ ପଡ଼ିଥିଲା ମା ସାବିତ୍ରୀଙ୍କୁ। ଏହି ସାବିତ୍ରୀ ଅମାବାସ୍ୟା ଦିନ ପ୍ରତ୍ୟେକ ବିବାହିତା ମହିଳା ନିଷ୍ଠାର ସହ ଯଦି ମା ପାର୍ବତୀ, ମା ସାବିତ୍ରୀଙ୍କୁ ଏବଂ ମା ଲକ୍ଷ୍ମୀଙ୍କୁ ଅତି ନିଷ୍ଠାର ସହ ପୂଜାର୍ଚ୍ଚନା କରନ୍ତି, ସେହିଦିନ ନିଜ ସ୍ୱାମୀଙ୍କ ପ୍ରତି ଶ୍ରଦ୍ଧାଭାବ ରଖି ତାଙ୍କର ସେବା କରନ୍ତି, ପୂଜା କରନ୍ତି, ତେବେ ସଧବା ନାରୀ ଅହ୍ୟସୁଲକ୍ଷଣୀର ଆଶୀର୍ବାଦ ମଧ୍ୟ ପାଇଥାନ୍ତି। ପ୍ରତ୍ୟେକ ସଧବା ମହିଳା, ପ୍ରତ୍ୟେକ ବିବାହିତା ମହିଳାମାନଙ୍କ ହାତରେ ଚୁଡ଼ି ଏବଂ ମଥାରେ ଯେଉଁ ସିନ୍ଦୁର, ଏହା କେବଳ ଆଉ କେବଳ ମା ପାର୍ବତୀଙ୍କ ପାଇଁ। ଯଦି ଆଜି ପ୍ରତ୍ୟେକ ବିବାହିତା ମହିଳା ଶଙ୍ଖା ସିନ୍ଦୁରର ନିଜ ମଥାରେ ଶୋଭା ପାଉଛନ୍ତି ବିବାହିତା ମହିଳା ହିସାବରେ, ଏହା କେବଳ ମା ପାର୍ବତୀଙ୍କ ପାଇଁ। ପ୍ରତ୍ୟେକ ବିବାହିତା ମହିଳା ମହାକାଳେଶ୍ୱର, ମହାମୃତ୍ୟୁଞ୍ଜୟ ଅର୍ଥାତ୍ ଯେ ମୃତ୍ୟୁକୁ ମଧ୍ୟ ଜୟ କରିପାରୁଛି, ଯାହାଙ୍କ ଦୟାରେ ମୃତ୍ୟୁ ମଧ୍ୟ ହାର ମାନିଯାଏ, ସେ ଦେବାଦିଦେବ ମହାଦେବଙ୍କ ଦୟାରେ ପ୍ରତ୍ୟେକ ବିବାହିତା ମହିଳା ଖୁସିରେ ରହିଛନ୍ତି। ଏବଂ ଯେଉଁ ବିବାହିତା ମହିଳା ଶିବ ପାର୍ବତୀଙ୍କୁ ଏହି ସାବିତ୍ରୀ ଅମାବାସ୍ୟା ଦିନ ବିଶେଷ ରୂପରେ ପୂଜା କରିଥାଏ, ତାଙ୍କ ସ୍ୱାମୀ ଦୀର୍ଘାୟୁ ରୁହନ୍ତି। ଏହା ସହିତ ଏ ସମାଜରେ ସୁପ୍ରତିଷ୍ଠିତ ବ୍ୟକ୍ତିଟିଏ ମଧ୍ୟ ହୋଇଥାନ୍ତି। ଧନ ଧାନ୍ୟରେ କେବେ ମଧ୍ୟ ଅଭାବ ରହିବ ନାହିଁ ଯଦି ପ୍ରତ୍ୟେକ ବିବାହିତା ମହିଳା ମା ପାର୍ବତୀ ଏବଂ ଦେବାଦିଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତି। ତେବେ ଆସନ୍ତୁ ଜାଣିବା, ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ କେଉଁ କାର୍ଯ୍ୟ କଲେ ପ୍ରତ୍ୟେକ ବିବାହିତା ମହିଳା ଖୁସିରେ ରହିପାରିବେ। ଶଙ୍ଖା ସିନ୍ଦୁର, ସେ ସୌଭାଗ୍ୟବତୀର ଆଶୀର୍ବାଦ ପାଇପାରିବେ। ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ନିଜ ଘରେ ଆପଣ ଲେଉଟିଆ ଚକୁଳି ପିଠା ବନାନ୍ତୁ ଏବଂ ଏହି ଚକୁଳି ପିଠାକୁ ସପରିବାରେ ଭୋଜନ କରନ୍ତୁ। ଏହାର କାରଣ, ଝିଅ ଯେତେବେଳେ ବିଭା ହୁଏ ପ୍ରଥମ କରି ଶାଶୁ ଘରକୁ ଯାଏ, ସେ ନିଜ ବାପ ଘରେ ଲେଉଟିଆ ଚକୁଳି ନେଉଟେଇ ଦେଇ ଯାଇଥାଏ। ମା ଲକ୍ଷ୍ମୀ ମାର୍ଗଶିର ମାସର ପୂଜା ପରେ ଯେତେବେଳେ ଶେଷ ପାଳି ଗୁରୁବାର ଆସେ, ସେତେବେଳେ ମଧ୍ୟ ଲେଉଟିଆ ଚକୁଳିରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହାର ମଧ୍ୟ କାରଣ ଅଛି। କାରଣ ଏମିତି କଲେ ମା ପୁଣି ଲେଉଟିକି ଆସିବେ। ଏହି ଲେଉଟିଆ ଚକୁଳି ବହୁତ ଶୁଭ ଖାଦ୍ୟ ଅଟେ। ମନେ ରଖନ୍ତୁ, ଯଦି ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ବିବାହିତା ମହିଳାମାନେ ନିଜ ଘରେ ଚକୁଳିକୁ ପ୍ରସ୍ତୁତ କରନ୍ତି ଏବଂ ବିନା ପିଆଜ ରସୁଣରେ ସେହି ଅମାବାସ୍ୟାର ପୂର୍ବ ଦିନ ଭୋଜନ ଗ୍ରହଣ କରନ୍ତି, ତେବେ ତାଙ୍କର ପୁଣ୍ୟର ଫଳ କହିଲେ ନ ସରେ। ତା ପରଦିନ ଆପଣ ଅମାବାସ୍ୟା ବ୍ରତ ରଖିବେ। ଅମାବାସ୍ୟା ପୂର୍ବ ଦିନ ଆପଣମାନେ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବା ଉଚିତ ଏବଂ ସେହି ଭୋଜନରେ ଯଦି ଚକୁଳି ପିଠା ରହିବ, ଏହା ଅତ୍ୟନ୍ତ ଶୁଭ ଫଳ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ କାମ। ପ୍ରତ୍ୟେକ ବିବାହିତା ମହିଳା ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ନିଜେ ହଳଦୀ ଏବଂ ଅଳତା ଲଗାନ୍ତୁ। ବିବାହିତା ମହିଳାଙ୍କର ଶୋଭା ବଢ଼ାଇଥାଏ ନିଜ ପାଦରେ ଅଳତା ଲଗାଇବା ଏବଂ ଶରୀରରେ ହଳଦୀ ଲଗାଇବା।
ହଳଦୀ ଲଗାଇବା ଶୁଭ ଅଟେ। ହଳଦୀକୁ ଶୁଭ କାର୍ଯ୍ୟରେ ହିଁ ଲଗାଯାଏ। ଝିଅଟିଏ ବାହାଘର ପୂର୍ବରୁ ହଳଦୀ କରାଯାଏ। ଏହି ହଳଦୀ ବୃହସ୍ପତିଙ୍କର ବାର ଅଟେ। ବୃହସ୍ପତି ପ୍ରସନ୍ନ ହୁଅନ୍ତି। ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ମଧ୍ୟ ଏହି ହଳଦୀ ଅତି ପ୍ରିୟ ଅଟେ। ତେଣୁ ପ୍ରତ୍ୟେକ ବିବାହିତା ମହିଳା ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ଯଦି ହଳଦୀ ଲଗାନ୍ତି ତେବେ ସେହି ନାରୀ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଇଥାନ୍ତି। ସେମାନଙ୍କ ସ୍ୱାମୀମାନଙ୍କର ମଙ୍ଗଳ ସ୍ୱୟଂ ମା ଲକ୍ଷ୍ମୀ କରନ୍ତି। ଏହାର ସତ୍ୟତା ମଧ୍ୟ ଅଟେ। ସାବିତ୍ରୀ ଅମାବାସ୍ୟା ବର୍ଷରେ ଗୋଟିଏ ଥର ଆସେ। ନିଜ ସ୍ୱାମୀଙ୍କର ମଙ୍ଗଳ ପାଇଁ ପ୍ରତ୍ୟେକ ମହିଳା ଏହି ଉପବାସ କରିଥାନ୍ତି ଏବଂ ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ଯଦି ଆପଣମାନେ ସବୁ ଶୁଭ କାର୍ଯ୍ୟ କରିବେ, ଯେପରିକି ବାହାଘରରେ କରାଯାଏ। କାହିଁକି ଏସବୁ କରାଯାଏ? ବାହାଘର ପୂର୍ବ ଦିନ ଏସବୁ ଶୁଭ କାର୍ଯ୍ୟ ଝିଅର ମଙ୍ଗଳ ପାଇଁ ହୁଏ। ଠିକ୍ ସେମିତି ଆପଣ ଯଦି ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ଏହି ସବୁ କାର୍ଯ୍ୟ କରନ୍ତି, ଆପଣଙ୍କ ସ୍ୱାମୀଙ୍କର ହିଁ ମଙ୍ଗଳ ହେବ। ଅଳତା ବିବାହିତା ମହିଳାମାନଙ୍କର ଏହା ସୌନ୍ଦର୍ଯ୍ୟ ଅଟେ। ପାଦରେ ଅଳତା ଲଗାଇବା ବିବାହିତା ମହିଳାମାନଙ୍କର ପାଦ ଯେତେ ସୁନ୍ଦର ହୋଇଥିବ ସେ ଘର ସେତେ ଚମକୁଥିବ, ସେତେ ସୌଭାଗ୍ୟ ଆଣୁଥିବ। ତେଣୁ ପ୍ରତ୍ୟେକ ମହିଳା ନିଜ ପାଦକୁ ସଫାସୁତୁରା ରଖିବା ଉଚିତ। ଯଦି ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ଦେହରେ ହଳଦୀ ଏବଂ ନିଜ ପାଦରେ ଅଳତା ଲଗାନ୍ତି ତେବେ ଆପଣ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି। ଏବେ ଆସନ୍ତୁ ଜାଣିବା ତୃତୀୟ କାର୍ଯ୍ୟ। ତୃତୀୟ କାର୍ଯ୍ୟଟି ହେଉଛି ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ଆପଣ ନୂଆ ଚୁଡ଼ି ପିନ୍ଧନ୍ତୁ ନାହିଁ। ଯେପରିକି ଏହି ବର୍ଷ ସାବିତ୍ରୀ ଅମାବାସ୍ୟା ଗୁରୁବାରେ ପଡ଼ୁଅଛି। ଗୁରୁବାରେ ଚୁଡ଼ି ଓହ୍ଲାଇବା କଥା ଆଦୌ ନୁହେଁ। ଏହି କଥା ଆପଣମାନେ ଜାଣିଥିବେ। ତେଣୁ ସୁନା ହେଉ କିମ୍ବା କାଚ, ନିଜ ହାତରୁ ଚୁଡ଼ି ଗୁରୁବାରେ ନିବାରଣ ଅନିବାର୍ଯ୍ୟ କରାଯାଇଛି। ତେଣୁ ଗୁରୁବାର ଦିନ ହାତରୁ ଚୁଡ଼ି ଓହ୍ଲାନ୍ତୁ ନାହିଁ। ଏହି ସାବିତ୍ରୀ ଅମାବାସ୍ୟା ଜୁନ ମାସ 6 ତାରିଖ ଗୁରୁବାରେ ପଡ଼ୁଛି। ତେଣୁ ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ମାନେ ବୁଧବାର, ଏହି ବୁଧବାରରେ ଚୁଡ଼ି ପିନ୍ଧନ୍ତୁ। ମନେ ରଖନ୍ତୁ, ସନ୍ଧ୍ୟା ଗଡ଼ିଯିବା ପରେ ଚୁଡ଼ିକୁ ଆଦୌ ପିନ୍ଧନ୍ତୁ ନାହିଁ। ଦିନ 12ଟା ପୂର୍ବରୁ ଆପଣ ଅନ୍ନ ଗ୍ରହଣ କରନ୍ତୁ। ଅନ୍ନ ଗ୍ରହଣ କରିସାରିବା ପରେ କିମ୍ବା ଅପରାହ୍ନ ସମୟରେ ନୂଆ ଚୁଡ଼ିକୁ ନିଜ ହାତରେ ଆପଣମାନେ ପିନ୍ଧିପାରିବେ। ମନେ ରଖନ୍ତୁ ଏହି କଥାକୁ ଯେ ଅନ୍ନ ଗ୍ରହଣ କରିକି ହିଁ ଆପଣ ଚୁଡ଼ି ପିନ୍ଧିବେ ଏବଂ ଯେପରି ସୂର୍ଯ୍ୟାସ୍ତ ପରେ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ସହ ଖାଲି ହାତରେ ଚୁଡ଼ି ପିନ୍ଧନ୍ତୁ ନାହିଁ। ଆପଣମାନେ ଯେଉଁ ଉପବାସ କରୁଛନ୍ତି ସେହି ଉପବାସ ଦିନ ଚୁଡ଼ି ପିନ୍ଧନ୍ତୁ ନାହିଁ। ଉପବାସ ପୂର୍ବ ଦିନ ହିଁ ଚୁଡ଼ି ପିନ୍ଧନ୍ତୁ। ଗୁରୁବାର, ଶନିବାର, ମଙ୍ଗଳବାର ଦିନ ଚୁଡ଼ି ଆଦୌ ପିନ୍ଧନ୍ତୁ ନାହିଁ। ପ୍ରତ୍ୟେକ ବିବାହିତା ମହିଳା ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ଏହି 3ଟି କାମ ଅବଶ୍ୟ କରନ୍ତୁ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହ ଅଧିକରୁ ଅଧିକ ସେୟାର କରନ୍ତୁ। ଆଜି ପାଇଁ ରହିଲି। ପୁଣି ଦେଖାହେବ ଆଗାମୀ ଭିଡ଼ିଓରେ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।